ओम शांति 18/11/2024 महावाक्य बाबा कहिचंती मिठे बच्चे बाबा हेउचंती अविनाशी वैद्य जे कि गोटिए महामंत्र द्वारा ही तुमर सबु दुख दूर करि देउछंती। बाबा हेउचंती अविनाशी वैद्य जे कि गोटिए महामंत्र द्वारा ही तुमर सबु दुख दूर करि देउछंती। बाबांकर प्रश्न अछि, माया तुमମାନଙ୍କ ମଧ୍ୟରେ ବିଘ୍ନ କାହିଁକି ପକାଉଛି? ଏହାର କୌଣସି କାରଣ ବତାଅ। ଉତ୍ତର ନମ୍ବର 1, କାହିଁକି ନା ତୁମେମାନେ ମାୟାର ସବୁଠାରୁ ବଡ଼ ଗ୍ରାହକ ଅଟ। ତାର ବ୍ୟବସାୟ ବନ୍ଦ ହୋଇଯାଉଛି, ସେଥିପାଇଁ ସେ ବିଘ୍ନ ପକାଉଛି। ନମ୍ବର 2, ଯେତେବେଳେ ଅବିନାଶୀ ବୈଦ୍ୟ ତୁମକୁ ଔଷଧ ଦେଉଛନ୍ତି ସେତେବେଳେ ମାୟାର ବେମାରୀ ବଢ଼ିଯାଉଛି, ସେଥିପାଇଁ ବିଘ୍ନକୁ ଡରିଯାଅ ନାହିଁ। ମନ୍ମନାଭବର ମନ୍ତ୍ର ଦ୍ୱାରା ମାୟା ଛାଡ଼ି ପଳାଇବ। ମନ୍ମନାଭବର ମନ୍ତ୍ର ଦ୍ୱାରା ମାୟା ଛାଡ଼ି ପଳାଇବ। ଓମ୍ ଶାନ୍ତି। ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି, ମନୁଷ୍ୟ ମନର ଶାନ୍ତି କହି କହି କେତେ ହଇରାଣ ହେଉଛନ୍ତି। ପ୍ରତ୍ୟହ ଓମ୍ ଶାନ୍ତି ମଧ୍ୟ କହୁଛନ୍ତି, କିନ୍ତୁ ଅର୍ଥ ନ ବୁଝିବା କାରଣରୁ ଭଗବାନଙ୍କୁ ଶାନ୍ତି ମାଗି ଚାଲିଛନ୍ତି। କହୁଛନ୍ତି ମଧ୍ୟ ଆଇ ଆମ୍ ଆତ୍ମା, ଅର୍ଥାତ୍ ଆଇ ଆମ୍ ସାଇଲେନ୍ସ। ଆମର ସ୍ୱଧର୍ମ ହେଉଛି ସାଇଲେନ୍ସ, ଅର୍ଥାତ୍ ଶାନ୍ତି। ଯଦି ତୁମର ସ୍ୱଧର୍ମ ଶାନ୍ତି ଅଟେ, ତେବେ ପୁଣି ମାଗୁଛ କାହିଁକି? ଅର୍ଥ ନ ବୁଝିବା କାରଣରୁ ହିଁ ମାଗି ଚାଲିଛନ୍ତି। ତୁମେ ଜାଣିଛ ଏହା ହେଉଛି ରାବଣର ରାଜ୍ୟ, କିନ୍ତୁ ଏକଥା ମଧ୍ୟ ବୁଝିନାହାନ୍ତି ଯେ ରାବଣ ସାଧାରଣ ଭାବେ ସାରା ଦୁନିଆର ଓ ସ୍ୱତନ୍ତ୍ର ରୂପେ ଭାରତର ହିଁ ଶତ୍ରୁ ଅଟେ। ସେଥିପାଇଁ ରାବଣଙ୍କୁ ଜଳାଉଛନ୍ତି। ଏଭଳି କେହି ମନୁଷ୍ୟ ଅଛନ୍ତି କି ଯାହାକୁ କେହି ବର୍ଷ ବର୍ଷ ଧରି ଜଳାଇଥାନ୍ତି? ରାବଣଙ୍କୁ ତ ଜନ୍ମ ଜନ୍ମାନ୍ତର କଳ୍ପ କଳ୍ପାନ୍ତର ଜଳାଇ ଆସୁଛନ୍ତି। କାହିଁକି ନା ଇଏ ତୁମର ସବୁଠାରୁ ବହୁତ ବଡ଼ ଶତ୍ରୁ ଅଟେ। ପାଞ୍ଚ ବିକାରରେ ସମସ୍ତେ ବୁଡ଼ି ଫସି ରହିଛନ୍ତି। ଜନ୍ମ ହିଁ ଭ୍ରଷ୍ଟାଚାରରୁ ହେଉଛି, ତେଣୁ ଏହାକୁ ରାବଣର ରାଜ୍ୟ କୁହାଯିବ। ଏହି ସମୟରେ ଅସରନ୍ତି ଦୁଃଖ ରହିଛି। ଏହାର ନିମିତ୍ତ କିଏ? ରାବଣ। ଏ କଥା ତ କାହାକୁ ଜଣା ନାହିଁ ଯେ କେଉଁ କାରଣରୁ ଦୁଃଖ ହେଉଛି। ଏହା ତ ରାବଣର ରାଜ୍ୟ ହିଁ ଅଟେ। ରାବଣ ସବୁଠାରୁ ବଡ଼ ଶତ୍ରୁ ଅଟେ। ପ୍ରତ୍ୟେକ ବର୍ଷ ରାବଣର ପିତୁଳା ତିଆରି କରି ଜଳାଇ ଚାଲିଛନ୍ତି। ଦିନକୁ ଦିନ ଆହୁରି ବଡ଼ କରି ତିଆରି କରୁଛନ୍ତି, କାରଣ ଦୁଃଖ ମଧ୍ୟ ବଢ଼ି ଚାଲିଛି। ଏତେ ବଡ଼ ବଡ଼ ସାଧୁ ସନ୍ଥ ମହାତ୍ମା ରାଜା ଆଦି ଅଛନ୍ତି, କିନ୍ତୁ ଜଣକୁ ହେଲେ ବି ଜଣା ନାହିଁ କି ରାବଣ ଆମର ଶତ୍ରୁ ଅଟେ, ଯାହାକୁ ଆମେ ବର୍ଷ ବର୍ଷ ଧରି ଜଳାଇ ଆସୁଛୁ। ଆହୁରି ମଧ୍ୟ ଖୁସିରେ ପାଳନ କରୁଛନ୍ତି। ଭାବୁଛନ୍ତି ଯେ ରାବଣ ମରିଗଲା ଓ ଆମେ ତା ଲଙ୍କାର ମାଲିକ ହୋଇଗଲୁ, କିନ୍ତୁ ମାଲିକ ତ ହେଉନାହାନ୍ତି, ବରଂ ନିଜେ କେତେ ପଇସା ଖର୍ଚ୍ଚ କରୁଛନ୍ତି। ବାବା କହୁଛନ୍ତି, ତୁମକୁ ଏତେ ଅସରନ୍ତି ଧନ ଦେଇଥିଲି, ସେସବୁ କେଉଁଠାରେ ହଜାଇ ଦେଲ? ଦଶହରାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ରାବଣଙ୍କୁ ମାରି ପୁଣି ଲଙ୍କାକୁ ଲୁଟ୍ କରୁଛନ୍ତି। କିଛି ହେଲେ ବୁଝୁନାହାନ୍ତି ଯେ ରାବଣଙ୍କୁ କାହିଁକି ଜଳାଉଛନ୍ତି। ବର୍ତ୍ତମାନ ସମୟରେ ସମସ୍ତେ ଏହି ବିକାରର ଜେଲରେ ପଡ଼ିଛନ୍ତି। ଅଧାକଳ୍ପ ରାବଣଙ୍କୁ ଜଳାଉଛନ୍ତି, କାହିଁକି ନା ତା ପାଇଁ ଦୁଃଖୀ ହୋଇଛନ୍ତି। ବୁଝୁଛନ୍ତି ମଧ୍ୟ ରାବଣ ରାଜ୍ୟରେ ଆମେ ବହୁତ ଦୁଃଖୀ ହୋଇଯାଇଛୁ। ଏକଥା ବୁଝୁନାହାନ୍ତି କି ସତ୍ୟଯୁଗରେ ଏହି ପାଞ୍ଚ ବିକାର ରହିବ ନାହିଁ। ସେଠାରେ ଏହି ରାବଣକୁ ଜଳାଯିବ ନାହିଁ। ପଚାର, ଏହି ରାବଣ ପୋଡ଼ି କେବେଠାରୁ ପାଳନ କରି ଆସୁଛ? କହିବେ, ଏହା ତ ଅନାଦି କାଳରୁ ପାଳିତ ହୋଇ ଆସୁଛି। ରକ୍ଷାବନ୍ଧନ କେବେଠାରୁ ଆରମ୍ଭ ହେଲା? କହିବେ, ଅନାଦି କାଳରୁ ଚାଲି ଆସୁଛି। ତେଣୁ ଏସବୁ ବୁଦ୍ଧିର କଥା ଅଟେ ନା? ମନୁଷ୍ୟମାନଙ୍କର ବୁଦ୍ଧି କ'ଣ ହୋଇଯାଇଛି? ପଶୁ ବୁଦ୍ଧି ନୁହନ୍ତି।
କି ମନୁଷ୍ୟ ବୁଦ୍ଧି ନୁହନ୍ତି, କୌଣସି କାମର ନୁହନ୍ତି, ସ୍ୱର୍ଗକୁ ବିଲକୁଲ ଜାଣିନାହାନ୍ତି, ଭାବୁଛନ୍ତି ବାସ୍ ଦୁଃଖର ଏହି ଦୁନିଆ ଭଗବାନ ଗଢ଼ିଛନ୍ତି, ତଥାପି ବି ଦୁଃଖରେ ଭଗବାନଙ୍କୁ ହିଁ ମନେ ପକାଉଛନ୍ତି, କହୁଛନ୍ତି ହେ ଭଗବାନ ଏହି ଦୁଃଖରୁ ମୁକ୍ତ କର। କିନ୍ତୁ କଳିଯୁଗରେ ତ କେହି ସୁଖୀ ହୋଇପାରିବେ ନାହିଁ। ଦୁଃଖ ତ ନିଶ୍ଚିନ୍ତ ଭୋଗ କରିବାକୁ ହିଁ ପଡ଼ିବ, ସିଢ଼ିରେ ଓହ୍ଲାଇବାକୁ ହିଁ ହେବ। ନୂଆ ଦୁନିଆରୁ ଆରମ୍ଭ କରି ପୁରୁଣା ଦୁନିଆର ଅନ୍ତ ପର୍ଯ୍ୟନ୍ତ ସବୁ ରହସ୍ୟ ବାବା ବୁଝାଉଛନ୍ତି। ପିଲାମାନଙ୍କ ପାଖକୁ ଆସି କହୁଛନ୍ତି ସବୁ ଦୁଃଖର ଗୋଟିଏ ମାତ୍ର ହିଁ ଔଷଧ ରହିଛି। ବାବା ଅବିନାଶୀ ବୈଦ୍ୟ ଅଟନ୍ତି ନା? 21 ଜନ୍ମ ନିମନ୍ତେ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିଦେଉଛନ୍ତି। ସେହି ବୈଦ୍ୟମାନେ କେବେ କେବେ ତ ନିଜେ ମଧ୍ୟ ବେମାର ହୋଇଯାଉଛନ୍ତି। ସେହି ବୈଦ୍ୟମାନେ କେବେ କେବେ ତ ନିଜେ ମଧ୍ୟ ବେମାର ହୋଇଯାଉଛନ୍ତି। ଇଏ ତ ହେଉଛନ୍ତି ଅବିନାଶୀ ବୈଦ୍ୟ। ଏକଥା ମଧ୍ୟ ଜାଣିଛ ଯେ ନାଟକରେ ଦୁଃଖ ସହିତ ସୁଖ ମଧ୍ୟ ଅସରନ୍ତି ରହିଛି। ବାବା ଅସରନ୍ତି ସୁଖ ଦେଉଛନ୍ତି। ସତ୍ୟ ଯୁଗରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ। ସୁଖୀ ହେବା ପାଇଁ ହିଁ ଔଷଧ ରହିଛି। କେବଳ ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ସତୋପ୍ରଧାନ ହୋଇଯିବ। ତୁମର ସବୁ ଦୁଃଖ ଦୂର ହୋଇଯିବ। ତାପରେ ସୁଖ ହିଁ ସୁଖ ମିଳିବ। ଗାୟନ ମଧ୍ୟ ରହିଛି, ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଅଧାକଳ୍ପ ପାଇଁ ତୁମର ସବୁ ଦୁଃଖ ଦୂର ହୋଇଯାଉଛି। ତୁମେ କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଏଠାରେ ଆତ୍ମା ଏବଂ ଜୀବ ଅର୍ଥାତ୍ ଶରୀର ଓ ଆତ୍ମା, ଏହି ଦୁଇ ଜଣଙ୍କର ଖେଳ ଚାଲିଛି। ନିରାକାର ଆତ୍ମା ଅବିନାଶୀ ଅଟେ ଓ ସାକାର ଶରୀର ବିନାଶୀ ଅଟେ। ଏହି ଦୁହିଁଙ୍କର ଖେଳ ଚାଲିଛି। ଏବେ ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲିଯାଅ। ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଏପରି ଭାବ ଯେ ଆମକୁ ଏବେ ଘରକୁ ଫେରିବାକୁ ହେବ। ପତିତମାନେ ତ ଘରକୁ ଯାଇପାରିବେ ନାହିଁ। ସେଥିପାଇଁ କେବଳ ମୋତେ ମନେ ପକାଅ, ତେବେ ତୁମେ ସତୋପ୍ରଧାନ ହୋଇଯିବ। ବାବାଙ୍କ ପାଖରେ ଔଷଧ ଅଛି ନା? ବାବା ଏକଥା ମଧ୍ୟ କହୁଛନ୍ତି ଯେ ମାୟା ବିଘ୍ନ ତ ନିଶ୍ଚିନ୍ତ ପକାଇବ। ତୁମେ ରାବଣର ଗ୍ରାହକ ଅଟ ନା? ତାର ଗ୍ରାହକୀ ଚାଲିଗଲେ ତ ନିଶ୍ଚୟ ବିଘ୍ନ ପକାଇବ ନା? ତେଣୁ ବାବା ବୁଝାଉଛନ୍ତି ଏହା ତ ହେଉଛି ପାଠପଢ଼ା, କୌଣସି ସ୍ଥୂଳ ଔଷଧ ନୁହେଁ। ବାବାଙ୍କୁ ମନେ ପକାଇବା ହେଲା ଔଷଧ। ଯେତେବେଳେ ତୁମେ ମୋତେ ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ, ତେବେ ଏକମାତ୍ର ଏହି ଔଷଧ ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯିବ। ଭକ୍ତି ମାର୍ଗରେ ମଧ୍ୟ ଏଭଳି ବହୁତ ଅଛନ୍ତି ଯାହାଙ୍କର ମୁଖ ଅନବରତ ଚାଲିଥାଏ। କୌଣସି ନା କୌଣସି ମନ୍ତ୍ର, ରାମ ନାମ ଇତ୍ୟାଦି ଜପି ଚାଲିଥାନ୍ତି। ତାଙ୍କୁ ଗୁରୁଙ୍କର ମନ୍ତ୍ର ମିଳିଥାଏ ଯେ ଏତିକି ଥର ତୁମକୁ ପ୍ରତ୍ୟହ ଜପ କରିବାକୁ ପଡ଼ିବ। ତାକୁ କୁହାଯାଏ ରାମଙ୍କ ନାମର ମାଳା ଜପିବା। ଏହାକୁ ହିଁ ରାମ ନାମର ଦାନ କୁହାଯାଏ। ଏହିଭଳି ବହୁତ ସଂସ୍ଥା ତିଆରି ହୋଇଛି। ରାମ ରାମ ଜପ କଲେ କେହି ଝଗଡ଼ା ଆଦି କରିବେ ନାହିଁ। ରାମ ନାମରେ ବ୍ୟସ୍ତ ରହିବେ। କେହି କିଛି କହିଲେ ମଧ୍ୟ ପ୍ରତ୍ୟୁତ୍ତର ଦେବେ ନାହିଁ। କିନ୍ତୁ ବହୁତ କମ୍ ବ୍ୟକ୍ତି ଏପରି କରିଥାନ୍ତି। ଏଠାରେ ପୁଣି ବାବା ବୁଝାଉଛନ୍ତି ରାମ ରାମ ଶବ୍ଦ ମୁଖରେ କହିବାର ଆବଶ୍ୟକତା ନାହିଁ। ଏହା ତ ଅଜପାଜପ ଅଟେ। କେବଳ ବୁଦ୍ଧିରେ ବାବାଙ୍କୁ ୟାଦ କରି ଚାଲ। ବାବା କହୁଛନ୍ତି ମୁଁ କୌଣସି ରାମ ନୁହେଁ। ରାମ ତ ତ୍ରେତାରେ ଥିଲେ, ଯାହାଙ୍କର ରାଜତ୍ୱ ଥିଲା। ତାଙ୍କ ନାମକୁ ତ ଜପ କରିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ବାବା ବୁଝାଉଛନ୍ତି ଭକ୍ତି ମାର୍ଗରେ ଏସବୁ ସ୍ମରଣ କରି କରି, ପୂଜା କରି କରି ତୁମେ ସିଢ଼ି ତଳକୁ ହିଁ ଓହ୍ଲାଇ ଆସିଛ। କାହିଁକି ନା ଏସବୁ କିଛି ଅସତ୍ୟ ଅଟେ।
ସତ୍ୟ ତ ଏକମାତ୍ର ବାବା ହିଁ ଅଟନ୍ତି। ସେ ତୁମ ପିଲାମାନଙ୍କୁ ବସି ବୁଝାଉଛନ୍ତି ଏହା କିପରି ଭୁଲ ଭୁଲେଇଆର ଖେଳ ଅଟେ। ଯେଉଁ ବାବାଙ୍କ ଠାରୁ ଏତେ ଅସରନ୍ତି ବର୍ଷା ମିଳୁଛି ତାଙ୍କୁ ୟାଦ କର, ତେବେ ଚେହେରା ବାବା କହୁଛନ୍ତି ତେବେ ଚେହେରା ହିଁ ଚମକି ଉଠିବ। ଖୁସିରେ ଚେହେରା ହିଁ ଉଜ୍ଜଳ ହୋଇଯାଇଥାଏ ନା, ମୁଖରେ ହସ ଖେଳିଯାଏ। ତୁମେ ଜାଣିଛ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ଏହିପରି ଲକ୍ଷ୍ମୀନାରାୟଣ ହୋଇଯିବା। ଅଧାକଳ୍ପ ନିମନ୍ତେ ଆମର ସବୁ ଦୁଃଖ ଦୂର ହୋଇଯିବ। ଏପରି ନୁହେଁ ଯେ ବାବା କୌଣସି କୃପା କରିଦେବେ, ନା, ଏକଥା ବୁଝିବାକୁ ହେବ ଯେ ଆମେ ବାବାଙ୍କୁ ଯେତେ ୟାଦ କରିବା ସେତେ ସତ୍ତ୍ୱପ୍ରଧାନ ହୋଇଯିବା। ଏହି ଲକ୍ଷ୍ମୀନାରାୟଣ ବିଶ୍ୱର ମାଲିକ, ତେଣୁ ହର୍ଷିତ ମୁଖ ଅଟନ୍ତି। ଆମକୁ ମଧ୍ୟ ଏହିପରି ହେବାକୁ ପଡ଼ିବ। ବେହଦର ବାବାଙ୍କୁ ୟାଦ କରି ଆନ୍ତରିକ ଖୁସି ମିଳୁଛି ଯେ ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ। ଆତ୍ମା ଏହି ଖୁସିର ସଂସ୍କାର ହିଁ ପୁଣି ସାଥିରେ ନେଇଯିବ। ପୁଣି ଏହି ଖୁସି ଧୀରେ ଧୀରେ କମ୍ ହୋଇଯିବ। ବର୍ତ୍ତମାନ ସମୟରେ ମାୟା ତୁମକୁ ବହୁତ ହଇରାଣ କରିବ। ମାୟା ଚେଷ୍ଟା କରିବ ତୁମେ ଯେପରି ବାବାଙ୍କୁ ଭୁଲିଯିବ, ଯାହାଦ୍ୱାରା ସବୁବେଳେ ଏହିପରି ହର୍ଷିତ ମୁଖ ରହିପାରିବ ନାହିଁ। ନିଶ୍ଚିନ୍ତ କୌଣସି ସମୟରେ ମାୟା ଅଣନିଶ୍ୱାସୀ କରିଦେବ। ମନୁଷ୍ୟ ରୋଗରେ ପଡ଼ିବା ସମୟରେ ତାଙ୍କୁ ମଧ୍ୟ କହିଥାନ୍ତି କି ଶିବ ବାବାଙ୍କୁ ମନେ ପକାଅ, କିନ୍ତୁ ଶିବ ବାବା କିଏ ଏକଥା କେହି ଜାଣିନାହାନ୍ତି। ତେଣୁ କ'ଣ ଭାବି ମନେ ପକାଇବେ, କାହିଁକି ମନେ ପକାଇବେ? କିନ୍ତୁ ପିଲାମାନେ ତ ଜାଣିଛନ୍ତି ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ତମ ପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବୁ। ଦେବୀ ଦେବତାମାନେ ସତ୍ତ୍ୱପ୍ରଧାନ ଅଟନ୍ତି ନା, ତେଣୁ ତାକୁ ଦୈବୀ ଦୁନିଆ ହିଁ କୁହାଯାଉଥିଲା। ମନୁଷ୍ୟମାନଙ୍କର ଦୁନିଆ ତ କୁହାଯାଏ ନାହିଁ। ସେଠାରେ ମନୁଷ୍ୟ ନାମ ହିଁ ରହିବ ନାହିଁ। ଅମୁକ ଦେବତା ବୋଲି କୁହାଯିବ। ତାହା ହେଉଛି ହିଁ ଦୈବୀ ଦୁନିଆ। ଏହା ହେଲା ମନୁଷ୍ୟ ଦୁନିଆ। ଏସବୁ ବୁଝିବାର କଥା ଅଟେ। ବାବା ହିଁ ବୁଝାଉଛନ୍ତି, ତେଣୁ ବାବାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି। ବାବା ଅନେକ ପ୍ରକାରରେ ବୁଝାଉଛନ୍ତି, ତଥାପି ଶେଷରେ ମହାମନ୍ତ୍ର ଦେଉଛନ୍ତି ଯେ ବାବାଙ୍କୁ ମନେ ପକାଇଲେ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ ଓ ତୁମର ସବୁ ଦୁଃଖ ଦୂର ହୋଇଯିବ। କଳ୍ପ ପୂର୍ବରୁ ମଧ୍ୟ ତୁମେ ହିଁ ଦେବୀ ଦେବତା ହୋଇଥିଲ। ତୁମର ଚରିତ୍ର ଦେବତାମାନଙ୍କ ସଦୃଶ୍ୟ ଥିଲା। ସେଠାରେ କେହି ମଧ୍ୟ ଓଲଟା ସିଧା କଥା କହୁନଥିଲେ। ଏଭଳି କୌଣସି ଓଲଟା ସିଧା କାମ ହିଁ ହେଉନଥିଲା। ତାହା ହେଉଛି ହିଁ ଦୈବୀ ଦୁନିଆ। ଏହା ହେଉଛି ମନୁଷ୍ୟମାନଙ୍କର ଦୁନିଆ। ଫରକ ରହିଛି ନା, ଏକଥା ବାବା ବସି ବୁଝାଉଛନ୍ତି। ମନୁଷ୍ୟମାନେ ତ ଭାବୁଛନ୍ତି ଦୈବୀ ଦୁନିଆକୁ ଲକ୍ଷ ଲକ୍ଷ ବର୍ଷ ହୋଇଗଲାଣି। ଏଠାରେ ତ କାହାକୁ ଦେବତା କୁହାଯାଇପାରିବ ନାହିଁ। ଦେବତାମାନେ ତ ସ୍ୱଚ୍ଛ ଥିଲେ। ଦେବୀ ଦେବତାମାନଙ୍କୁ ମହାନ ଆତ୍ମା କୁହାଯାଏ। ମନୁଷ୍ୟମାନଙ୍କୁ କେବେ ହେଲେ ମହାନ ଆତ୍ମା କୁହାଯାଇପାରିବ ନାହିଁ। ଏହା ହେଉଛି ରାବଣର ଦୁନିଆ। ରାବଣ ତୁମର ବହୁତ ବଡ଼ ଶତ୍ରୁ ଅଟେ। ରାବଣ ସଦୃଶ୍ୟ ଶତ୍ରୁ ଅନ୍ୟ କେହି ହେଲେ ନାହାନ୍ତି। ପ୍ରତ୍ୟେକ ବର୍ଷ ତୁମେ ରାବଣଙ୍କୁ ଜଳାଉଛ। ହେଲେ ରାବଣ କିଏ ଏକଥା କେହି ହେଲେ ଜାଣିନାହାନ୍ତି। ରାବଣ କୌଣସି ମନୁଷ୍ୟ ତ ନୁହେଁ। ଏହା ହେଉଛି ପାଞ୍ଚ ବିକାର। ସେଥିପାଇଁ ଏହାକୁ ରାବଣ ରାଜ୍ୟ କୁହାଯାଉଛି। ପାଞ୍ଚ ବିକାରର ରାଜ୍ୟ ଅଟେ ନା। ସମସ୍ତଙ୍କ ପାଖରେ ପାଞ୍ଚ ବିକାର ରହିଛି। ଏହିପରି ଦୁର୍ଗତି ଓ ସଦ୍ଗତିର ଖେଳ ରଚନା କରାଯାଇଛି। ଏବେ ତୁମକୁ ସଦ୍ଗତିର ସମୟ ବିଷୟରେ ମଧ୍ୟ ବାବା ବୁଝାଇଛନ୍ତି ଓ ଦୁର୍ଗତିର ମଧ୍ୟ ବୁଝାଇଛନ୍ତି। ତୁମେ ହିଁ ଉଚ୍ଚକୁ ଚଢ଼ୁଛ, ପୁଣି ତୁମେ ହିଁ ତଳକୁ ଖସୁଛ। ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରାଯାଉଛି। ରାବଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ହେଉଛି। ଅଧାକଳ୍ପ ହେଉଛି ଦୈବୀ ଦୁନିଆ, ଯେଉଁଠି ଲକ୍ଷ୍ମୀ ନାରାୟଣ ରାମ ସୀତାଙ୍କର ରାଜ୍ୟ ଚାଲିଥାଏ।
एबे तुमे माने समस्तंकर जीवन कहानी को जानिछ। सबुकिछि तुमर ही महिमा अटे। नवरात्रि रे पूजा आदि सबु तुमर ही होइथाए। तुमे ही स्थापना करुछ। श्रीमत आधार रे तुमे विश्व को परिवर्तन करुछ। तेणु श्रीमत को संपूर्ण रूपे पालन करिबा दरकार ना। समस्ते क्रमानुसारे पुरुषार्थ करि चलिछन्ति। स्थापना होई चलिछि। एथिरे लड़े आदिर कौनसी कथा नहीं। वर्तमान तुमे जानुछ एही पुरुषोत्तम संगम युग बिल्कुल अलग अटे। एही समय रे पुराना दुनियार अंत नुआ दुनियार आदि हेउछि। बाबा ही आसुछन्ति पुराना दुनिया को परिवर्तन करिबा पाई। तुमको तो बहुत बुझा जाउछि, किंतु अनेक अछन्ति जे कि ए सब भूली जाउछन्ति। भाषण पर स्मृति आसीथाए जे एही पॉइंट सब बुझाइबार थिला। कल्प कल्प जेपरि स्थापना होइथिला अबिकल सेही परि स्थापना हेबो। जे जेउ पद पाइथिले ताहा ही पाइबे। समस्ते एका परि पद पाई परिबे नहीं। उच्चरु उच्च ओ कम रु कम पद पाइबा वाला मध्य अछन्ति। जेउ अनन्य संतान सबु अछन्ति सेमाने आगकु गले अनुभव करिवे जे ये साहुकारंकर दासी हेबे, ये राजा घरे दासी हेबे, ये बड़ साहुकार हेबे जहाँकु केबे केबे राजसभा को निमंत्रण कराजिवो। समस्तंकु तो निमंत्रण करिवे नहीं। समस्ते राजा रानींकर मुख दर्शन करि परिबे नहीं। बाबा मध्य ब्रह्मांक मुख द्वारा बुझाउछन्ति। बाबांकु सम्मुखरु तो समस्ते देखि परिबे नहीं। तुमे एबे सम्मुख को आसीछ, पवित्र हेउछ। एभଳି मध्य हेउछि जे अपवित्र आत्मा आसी एठारे बसुछन्ति। भाबुछन्ति किछि शुणिले तो पुणी देवता होई परिबु। निश्चिंत रूपे किछि शुणिले तो प्रभाव पड़िबो ना। न शुणिब तो पुणी बिल्कुल आसीबे ही नहीं। तेणु मूल कथा बाबा कहउछन्ति मनमना भव। एही एकमात्र मंत्र द्वारा तुमर सबु दुख दूर होई जाउछि। मनमना भव अर्थात निजकु आत्मा भावी मते मने पकाओ। एक कथा बाबा कहउछन्ति। पुणी शिक्षक होई कहउछन्ति मध्यांजी भव अर्थात विष्णुपुरी को मने पकाओ। ये बापा शिक्षक गुरु मध्य अटंती। तीन जन जाक स्मृति रे रहिले मध्य बहुत हर्षित मुख अवस्था रहिबो। बाबा पढ़ाउछन्ति पुणी बाबा ही साथी रे नहीं जिबे। एभली बाबा को केते मने पकाइबा दरकार। भक्ति मार्ग रे तो बाबा को केही जानी ही नहंती। केवल एतिकी जानिछन्ति जे भगवान अछन्ति। आमे समस्ते भाई भाई अटु। बाबांक ठारु कौन मिलिबो से कथा किछि हेले भी जानी नहंती। तुमे वर्तमान जानुछ से एकमात्र पिता अटंती। आमे तांकर संतान समस्ते भाई भाई अटु। एहा बेहदर कथा अटे ना। सबु पिला मानकु बाबा शिक्षक होई पढ़ाउछन्ति। पुणी समस्तंकर हिसाब किताब चुक्त कराई घर को नहीं जिवे। एही छी छी दुनिया छाड़ी घर को जीवा को हेबो। पुणी बाबा कहउछन्ति नुआ दुनिया को आसीबा पाई बाबा तुमको योग्य करुछन्ति। जेउ माने योग्य होई थांती से माने सत्य जुगरे आसी थांती। अच्छा मिठा मिठा शिकिलधे संतान मानक प्रति माता पिता बाप दादांकर मधुर स्नेह संपन्न शुभेच्छा एवं सुप्रभात। आत्मिक पितांकर आत्मिक संतान मानकु नमस्ते। धारणा पाई मुख्य सारांश नंबर 1। निजर अवस्था को सर्वदा एक रस एवं हर्षित मुख रखिबा पाई पिता शिक्षक एवं सद्गुरु तीन जन को मने पकाइबा को हेबो। एही ठारू ही खुशीर संस्कार भरिबा को हेबो। संपत्तिर स्मृति द्वारा तुमर चेहरा सर्वदा चमकीबा उचित। संपत्तिर स्मृति द्वारा तुमर चेहरा सर्वदा चमकीबा उचित।
नंबर 2 श्रीमत अनुसार चली सारा विश्व को परिवर्तन करिवार सेवा करिबाकु हेबो। पांच विकारर बंधन रे जेउ माने बांधी होई रहिछंती सेमानकु मुक्त करिबाकु हेबो। सेमानकु निजर स्वधर्मर परिचय देबाकु पड़िबो। आजी बाबांकर वरदान अछि समस्तंक प्रति निजर दृष्टि को एवं भावना को स्नेहयुक्त करी रखिथिबा समस्तंकर प्रिय फरिश्ता हुआ। समस्तंक प्रति निजर दृष्टि को एवं भावना को स्नेहयुक्त करी रखिथिबा समस्तंकर प्रिय फरिश्ता हुआ। स्वप्न रे मध्य काहा पाखकु जदि फरिश्ता बा परिटिए आसी जाए तेबे से केते खुशी होई जाए। तेबे फरिश्ता अर्थात समस्तंकर प्रिय आत्मा मात्र केते जनकर प्रिय नुहे समस्तंकर प्रिय। केवल जेउ माने स्नेह करुथिबे सेही मानकर स्नेही नुहे समस्तंक प्रति स्नेही होइथिबे। केही किपरि भी आत्मा होइथाउ किंतु तुमर दृष्टि तुमर भावना स्नेहयुक्त हेबा दरकार। तेबे कुहाजीव समस्तंकर प्रिय। केही अपमान देउ बा घृणा करू पुणी भी ता प्रति स्नेहर बा कल्याणर भावना उत्पन्न हेउ काहींकि ना सेही समय से परवश अटे। बाबांकर स्लोगान अछि जेउ माने सर्वप्राप्ति गुड़िकरे सर्वदा संपन्न अटंती सेही माने ही सर्वदा हर्षित सर्वदा सुखी एवं सौभाग्यशाली अटंती। जेउ माने सर्वप्राप्ति गुड़िकरे सर्वदा संपन्न अटंती सेही माने ही सर्वदा हर्षित सर्वदा सुखी एवं सौभाग्यशाली अटंती। अच्छा, ओम शांति।